ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରେ ସାରା ଓଡ଼ିଶା ଉତ୍ସବ ମୁଖର। ଭାଦ୍ରବ ଆସିଲେ ସାରା ଓଡ଼ିଶା ହୋଇଯାଏ ଉତ୍ସବ ମୁଖର। ପ୍ରଥମେ ସିଦ୍ଧିଦାତା ଗଣେଶଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଏ। ଆଜି ଥିଲା ଜ୍ଞାନଦାତା ଶ୍ରୀ ଗଣେଶଙ୍କ ପୂଜାୋତ୍ସବ। ଗାଁଠୁ ସହର ସବୁଠି ଧୁମଧାମରେ ପାଳନ କରାଯାଉଛି ଗଣେଶ ପୂଜା। ଧର୍ମଶାଳା ଅଞ୍ଚଳ ସେଥିରୁ ବାଦ୍ ପଡ଼ିନାହିଁ। ଏଠିକାର ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ଯୁବକ ସଂଘ ଓ ଦେବାଳୟମାନଙ୍କରେ ମହାଆଡ଼ମ୍ବର ସହକାରେ ପାଳନ ହେଉଛି ଗଣେଶ ପୂଜା। ଏଠାରେ ଥିବା ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳା ବାଣୀପୀଠ, ପତିତପାବନ ହାଇସ୍କୁଲ, ଦାମୋଦର ବିଦ୍ୟାପୀଠ, ଓମକାର ବିଦ୍ୟା ମନ୍ଦିର, ଦଧିବାମନ ଜିଉ ସଂସ୍କୃତ ମହାବିଦ୍ୟାଳୟ ଆଦି ବିଭିନ୍ନ ଅନୁଷ୍ଠାନମାନଙ୍କରେ ଅଗ୍ରପୂଜ୍ୟ ଗଣାଧିପତିଙ୍କ ପୂଜା ସମ୍ପନ୍ନ ହୋଇଛି। କେଉଁଠି ଏକ ଦିବସ ତ କେଉଁଠି ତ୍ରିଦିନାତ୍ମକ ପୂଜା ହେବ। ଜାରକା ବଡ଼ ବଜାରରେ 11 ଦିନ ଧରି ଗଣାଧିପତିଙ୍କ ପୂଜା ହେବ। ଏଠାରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବାଦିପାଲା, ଦାସକାଠିଆ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ବଜାର ସାରା ଆଲୋକମାଳାରେ ସଜ୍ଜିତ ହୋଇଛି। ସନ୍ଧ୍ୟାରେ ହଜାର ହଜାର ଦର୍ଶକ ବାଦିପାଲା ଦେଖିବା ପାଇଁ ସମାଗମ ହେଉଛନ୍ତି। ଯାଜପୁର ଜିଲ୍ଲା ପ୍ରତିନିଧି ଶତ୍ରୁଘ୍ନ ରାଉଳଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।